ରାଧେ ରାଧେ ସାଙ୍ଗମାନେ, ମୁଁ ମାମୁନି ସ୍ୱାଗତ କରୁଛି ମୋର ନୂଆ ୟୁଟ୍ୟୁବ ଚ୍ୟାନେଲ ଗଞ୍ଜାମ ଝିଅ କନ୍ମାଳକୁ। ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି। ମୁଁ ଆଶା କରୁଛି ଭଗବାନଙ୍କ ଦୟାରୁ ଆପଣମାନେ ବି ବହୁତ ଭଲରେ ଥିବେ। ତ ସାଙ୍ଗମାନେ, ଆଜି ମୁଁ କିଛି ନୂଆ ଜିନିଷ ଗୋଟେ ବନେଇବା ପାଇଁ ଯାଉଛି, ଆପଣମାନଙ୍କୁ ନିହାତି ସେୟାର କରିବି। ଆଉ ମୁଁ କ'ଣ ବନଉଛି କ'ଣ ନାହିଁ, ଚାଲନ୍ତୁ ଆଗକୁ ଦେଖିବା। ଭିଡ଼ିଓଟି କଣ୍ଟିନ୍ୟୁ କଲେ ଆପଣମାନେ ନିହାତି ଜାଣିପାରିବେ। ଆଉ ବହୁତ ଗୋଟେ ବଢ଼ିଆ ଜିନିଷଟେ ବନଉଛି, ଚାଲନ୍ତୁ ଆଉ ଦେଖନ୍ତୁ ଆଉ ମଜା ନିଅନ୍ତୁ। କିନ୍ତୁ ଭିଡ଼ିଓଟି ଆପଣଙ୍କୁ ପୁରା କଣ୍ଟିନ୍ୟୁ ଦେଖିବା ପାଇଁ ପଡ଼ିବ, ସ୍କିପ୍ ବିଲକୁଲ ବି କରିବେନି, ତାହେଲେ ଯାଇକି ଭିଡ଼ିଓର ମଜା ନେବେ ଆଉ ମୁଁ କ'ଣ ବନଉଛି ଆପଣମାନେ ଦେଖିପାରିବେ। ଯେହେତୁ ବର୍ତ୍ତମାନ ବର୍ଷା ପାଗ ଚାଲିଛି, ତ ବର୍ଷା ପାଗ ହେଲେ ତ ସମସ୍ତଙ୍କୁ ଇଚ୍ଛା ହୁଏ କି ଛଣାଛଣି ଖାଇବା ପାଇଁ। ତ ମୁଁ ବି ସେ ଟାଇପ୍ର କିଛି ବନେଇଛି, କିନ୍ତୁ ଆପଣମାନେ ଯେମିତି ଭାବୁଛନ୍ତି ସେ ଟାଇପ୍ର। ବର୍ଷା ପାଗରେ ତ ବହୁତ ଲୋକଙ୍କ ଘରେ ପକୁଡ଼ି ବନେଇ ଖାଆନ୍ତି, କିନ୍ତୁ ମୁଁ ପକୁଡ଼ି ଏଥର ବନେଇନି। ମୁଁ କିଛି ନୂଆ ଜିନିଷ ବନେଇବା ପାଇଁ ଯାଉଛି। ତ କ'ଣ ବନଉଛି ଚାଲନ୍ତୁ ଦେଖିବା। ତ ସାଙ୍ଗମାନେ ଦେଖନ୍ତୁ, ମୁଁ ଆଳୁ ନେଇଯାଇଛି ସିଝେଇକି, କଡ଼ିପତ୍ତା, କଞ୍ଚାଲଙ୍କା, ପିଆଜ, ସେମିଆ ନେଇଛି, କର୍ଣ୍ଣଫ୍ଲାୱାରକୁ ପାଣିରେ ଗୋଳେଇ ନେଇଛି, ଏପଟେ ଲୁଣ, ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ। ତ ଆପଣମାନେ ଗେସ୍ କରନ୍ତୁ ମୁଁ କ'ଣ ବନେଇବାକୁ ଯାଉଛି। ତ ଆକୁ ଦେଖି ଆପଣମାନେ କିଛି ଗେସ୍ କଲେ ମୁଁ କ'ଣ ବନେଇବା ପାଇଁ ଯାଉଛି। ଗେସ୍ କରିପାରିଲେନି ନା? ତ ମୁଁ କହିନେଉଛି, ମୁଁ ବନେଇବା ପାଇଁ ଯାଉଛି ପକ୍ଷୀ ବସା ସ୍ନାକ୍ସ। ଆପଣମାନେ ହୁଏତ ଶୁଣି ନଥିବେ, ଯିଏ ଶୁଣିଛନ୍ତି ଜାଣିଛନ୍ତି, କିଛି କଥା ନାହିଁ। ତ ମୁଁ ବନେଇ ନେଉଛି, ଦେଖନ୍ତୁ। ତ ବର୍ତ୍ତମାନ ଚାଲନ୍ତୁ ଆଳୁରେ କଞ୍ଚା ଲଙ୍କା ଟିକେ ପକେଇ ନେବା, କାଟିକି ରଖିଥିବା। ଭୃଷଙ୍ଗ ପତ୍ର ଟିକେ ପକେଇ ନେବା, ମସଲା ମସଲି, ଲୁଣ, ଲଙ୍କାଗୁଣ୍ଡ ସବୁ ପକେଇ ନେବା, କାଟିକି ରଖିଥିବା ପିଆଜକୁ ବି ପକେଇ ନେବା। ବର୍ତ୍ତମାନ ଆକୁ ହାତରେ ଦଳି ନେବା। ଦେଖନ୍ତୁ ଏମିତି ରହିବା ଦରକାର, ପତଳା, ପାଣି ହାତ ବିଲକୁଲ ବି ହେବେ ନାହିଁ, କାହିଁକିନା ଯେତିକି ଟିକେ ଶୁଖିଲା ପାଗ ହେବ ନା, ପକ୍ଷୀ ବସା ବନେଇବା ପାଇଁ ବହୁତ ସୁବିଧା ହେବ। ପାଣି ହାତ ବିଲକୁଲ ବି ହେବେ ନାହିଁ। ଦେଖନ୍ତୁ କେମିତି ଶୁଖିଲା ଶୁଖିଲା ପାଗ ହେଇଛି, ଏ ଟାଇପ୍ର ହେବା ନିହାତି ଦରକାର। ଦେଖନ୍ତୁ ମୁଁ ଭଲ ଭାବରେ ଆକୁ ଦଳି ନେଇଯାଇଛି, କେତେ ସୁନ୍ଦର ଭାବରେ ଦଳି ହେଇଯାଇଛି। ତ ଚାଲନ୍ତୁ ଆଗକୁ କ'ଣ କରୁଛି ଆପଣମାନଙ୍କୁ ଦେଖାଉଛି। ବର୍ତ୍ତମାନ ମୁଁ ତ ତେଲ ବସେଇ ନେଇଛି, ତେଲକୁ ନର୍ମାଲ ଗରମ ହେବାକୁ ଦେବା, କାହିଁକିନା ଯଦି ବେଶୀ ଗରମ ହେଇଯିବ ତାହେଲେ ଉପରଟା ପୋଡ଼ିଯିବ, ଭିତରଟା ସିଝି ପାରିବନି। ତ ଏମିତି ବନେଇବା। ତ ଏପଟେ ଚାଲନ୍ତୁ ପକ୍ଷୀ ବସା ବନେଇବା ଆରମ୍ଭ କରିବା। ହାତରେ ଏମିତି ଆଳୁ ଟିକେ ନେଇଯିବେ, ଯେମିତି ଆପଣମାନେ ରୁଟି ବନେଇବା ପାଇଁ ଗୋଲ କରନ୍ତି ସେଇ ପ୍ରକାର କରିବେ। ତ ମଣ୍ଡା ପିଠା ବି ବନାଉଛନ୍ତି ଘରେ, ତ ମଣ୍ଡା ପିଠା ଯେମିତି ବନାଉଛନ୍ତି ସେଇ ଟାଇପ୍ର ଗୋଲ କରିନେବେ। ଗୋଲ କରିସାରିଲା ପରେ ମଝିଟା ଟିକେ ମାନେ ଖାଲ ଟାଇପ୍ର କରିନେବେ, ତାହେଲେ ଯାଇକି ସେଇଟା ପକ୍ଷୀ ଅଣ୍ଡା ଦେବ ନା। ତ ଦେଖନ୍ତୁ ମୁଁ କେମିତି ବନାଉଛି। ତ ମଝିରେ ଆପଣ ଏମିତି ଟିକେ ଖାଲ କରିକି ରଖିଦେବେ। ରଖିଲା ପରେ କ'ଣ କରିବା ନା, କର୍ଣ୍ଣଫ୍ଲାୱାର ପାଣି ଯେଉଁ ଥିବ ଆପଣଙ୍କ ପାଖରେ, ତ କର୍ଣ୍ଣଫ୍ଲାୱାର ପାଣିରେ ତାକୁ ଭିଜେଇ ନେବା। କର୍ଣ୍ଣଫ୍ଲାୱାରରେ କାହିଁକି ଭିଜେଇ ନେବା ନା, କର୍ଣ୍ଣଫ୍ଲାୱାର ପାଣିରେ ଭିଜେଇ ନେବା ଦ୍ୱାରା କ'ଣ ହେବ ନା, ଯେତେବେଳେ ଆମେ ସେମିଆଟା ଉପରେ ତାକୁ ରଖିବା ନା, ତ ସେମିଆଟା ଭଲସେ ଲାଗିଯିବ, ଆଉ ଛାଣିଲା ବେଳେ ବି ସେ ଭାଙ୍ଗିବନି। ତ ସେଇଥିପାଇଁ ଆମେ କର୍ଣ୍ଣଫ୍ଲାୱାରରେ ଭିଜଉଛେ। ତ ଦେଖନ୍ତୁ ତାପରେ ପକ୍ଷୀ ବସା ଉପରେ ସେମିଆଟା ମୁଁ ଦେଉଛି। ସେମିଆଟା କାହିଁକି ଦେଉଛି ଜାଣିପାରୁଛନ୍ତି ଆପଣମାନେ? କାହିଁକିନା ଯେତେବେଳେ ପକ୍ଷୀଟିଏ କାଠି କୁଟା ନେଇକି ତାର ଘର ବନାଏ, ଏଇ ଟାଇପ୍ର ବନିଥାଏ ନା, ତ ସେମିଆଟା ଦେଲେ ସେ ଟାଇପ୍ର ଲାଗିବ, ଦେଖିବା ପାଇଁ ବହୁତ ସୁନ୍ଦର ବି ଲାଗିବ, ସେମ୍ ଟୁ ସେମ୍ ପକ୍ଷୀ ବସା ପରି ଦେଖାଯିବ। ତେଣୁ ଦେଖନ୍ତୁ ମୁଁ କେମିତି ପକ୍ଷୀ ବସା ବନେଇଲି। ଏମିତି ସେମିଆଟାକୁ ବେଶୀ ଦବେଇବେନି, ହାତରେ ହାଲକା ହାଲକା କରିକିନା ଦବେଇ ନେବେ। ଦେଖନ୍ତୁ ଏହିପରି ଭାବରେ ମୁଁ ପକ୍ଷୀ ବସା ବନେଇ ନେଇଛି। ବର୍ତ୍ତମାନ ତେଲ ବି ଗରମ ହେଇଯାଇଛି। ବର୍ତ୍ତମାନ ପକ୍ଷୀ ବସାକୁ ତେଲରେ ଛାଡ଼ିବା। ତେଲରେ ପକ୍ଷୀ ବସାକୁ ଛାଡ଼ିବା ପରେ ଆପଣମାନେ ତ ଦେଖିକି ଜାଣିପାରୁଥିବେ ତେଲ ବେଶୀ ଗରମ ହେଇନି, ନର୍ମାଲ ଗରମ ଅଛି। ତ ଏମିତି ହିଁ ନର୍ମାଲ ଗରମରେ ଆପଣମାନେ ଛାଣିବେ। ତ ଦେଖନ୍ତୁ ଆରାମସେ ସିଏ ଉପର ତଳ ହେଇକି ସିଝି ପାରିବ, ଭିତର ବି ସିଝି ପାରିବ, ନହେଲେ ଭିତରେ କଞ୍ଚା ରହିଯିବ। ତ ଏମିତି ହିଁ ନର୍ମାଲ ତେଲରେ ଆପଣମାନେ ଛାଣିବା ପାଇଁ ଚେଷ୍ଟା କରିବେ। ବର୍ତ୍ତମାନ ଗୋଟେ
ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ତାକୁ ବର୍ତ୍ତମାନ ଲେଉଟେଇ ବି ନେବା। ଲେଉଟେଇଲା ପରେ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ଯେହେତୁ ତେଲ ନର୍ମାଲ ଥାଇକି ମୁଁ ଛାଣିଛି ତ ତଳ ପଟଟା ପୁରା ବହୁତ ସୁନ୍ଦର ଭାବରେ ସିଝି ଯାଇଛି ଆଉ ଦେଖିବା ପାଇଁ ବି ବହୁତ ସୁନ୍ଦର ଲାଗୁଛି। ତ ଦେଖନ୍ତୁ କେତେ ବଢ଼ିଆ ଲାଗୁଛି, ମସ୍ତ ଦେଖାଯାଉଛି। ତ ତାପରେ ମୁଁ ପ୍ଲେଟକୁ ବାହାର କରି ନେଇଥିଲି, ଯାହାକି ଆପଣଙ୍କୁ ଦେଖେଇ ପାରିନି ମୁଁ। ଅଣ୍ଡା ଯେହେତୁ ହ୍ୱାଇଟ୍ କଲର୍ ତ ପକ୍ଷୀ ବସା ତ ମୁଁ ବନେଇ ନେଲି, ତ ସେମିତି ଅଣ୍ଡା ବି ହ୍ୱାଇଟ୍ କଲର୍ ହେବା କଥା, କିନ୍ତୁ ଯେହେତୁ ମୋ ପାଖରେ ପନିର ନଥିଲା ତ ମୁଁ ଆଡ଼ଜଷ୍ଟମେଣ୍ଟ କଲା ପରେ ଜିନିଷଟା ନେଇଯାଇଛି। ତ କ'ଣ ନେଇଥିବି ଗେସ୍ କରନ୍ତୁ, ଗେସ୍ କରିପାରୁନାହାନ୍ତି ନା? ତ ମୁଁ କହିନେଉଛି, ମୁଁ ସୋୟାବିନ୍କୁ ନା ଟିକେ ପାଣିରେ ଗରମ ପାଣିରେ ଭିଜେଇକି ତାପରେ କର୍ଣ୍ଣଫ୍ଲାୱାର ଟିକେ ସେ ଭିତରେ ବୁଡ଼େଇକି ମୁଁ ଟିକେ ହାଲକା ଫ୍ରାଏ କରିଦେଇଥିଲି, ତ ତାକୁ ହିଁ ନେଇଯାଇଛି ବର୍ତ୍ତମାନ। ଆଉ ଏବେ ମୁଁ ଏଇ ଟାଇପ୍ର ଯେଉଁ ବନେଇଛି ନା, ମାନେ ଆପଣଙ୍କ ଘରେ ତ ସବୁବେଳେ ସବୁ ଜିନିଷ ଥିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ, ତ କିଛି ବି ନେଇକି ଆମେ ତାକୁ ୟୁଜ୍ କରିପାରିବା, ବନେଇ ପାରିବା, ସେ ଟାଇପ୍ର ହିଁ ମୁଁ ବନେଇଛି। ତ କେହି ବି ବନେଇ ପାରିବେ, ଏମିତି ନାହିଁ କି ପନିର ବି ଏତେ ରେଟ୍ ତ ସମସ୍ତେ କେବଳ ଅଣ୍ଡା ଟିକେ ବନେଇବା ପାଇଁ କିଣିକି ଆଣିବେ, ଏମିତି ତ ହେଇପାରିବନି। ତ ଯାହା ବି ଘରେ ଥିବ ତାକୁ ଟିକେ ଦିମାଗ ଖଟେଇକି ବନେଇ ପାରିବା। ତ ସେ ଟାଇପ୍ର ମୁଁ ନେଇଯାଇଛି। ମୁଁ ଏବେ ସୋୟାବିନ୍କୁ ହିଁ ନେଇଯାଇଛି। ତ ଚାଲନ୍ତୁ ଦେଖିବା ମୁଁ କେମିତି ନେଇଛି ଆଉ କେମିତି ପକ୍ଷୀ ବସା ଅଣ୍ଡା ବନେଇଛି। ତ ଦେଖନ୍ତୁ ସାଙ୍ଗମାନେ, ପକ୍ଷୀ ବସା ଅଛି, ତା ଉପରେ ଅଣ୍ଡାଟିଏ 3ଟି ଲେଖେ ଅଣ୍ଡା ମୁଁ ରଖିଦେଇଛି। ଆଉ କେମିତି କ'ଣ ଲାଗୁଛି ଆପଣମାନଙ୍କୁ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ତ ସାଙ୍ଗମାନେ ଦେଖିନିଅନ୍ତୁ ପକ୍ଷୀ ବସା। ତ ଚାରିପଟେ ଗଛ ଅଛି, ମଝିରେ ପକ୍ଷୀ ବସା କରିଛି, ଅଣ୍ଡା ବି ଦେଇଛି, ଆଉ କେତେ ସୁନ୍ଦର ଲାଗୁଛି। ଭଲ ଲାଗୁଛି ନା? ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ତ ଆପଣମାନେ ଡେରି କାହିଁ କରୁଛନ୍ତି? ଆପଣମାନେ ବି ଏମିତି ପକ୍ଷୀ ବସା ସ୍ନାକ୍ସ ବନାନ୍ତୁ ଆଉ ଖାଆନ୍ତୁ। ବର୍ଷା ପାଗକୁ ନା ବହୁତ ମଜା ଆସିଯିବ। ଥରେ ବନେଇଲେ ହିଁ ଆପଣମାନେ ଜାଣିବେ ଯେ କେମିତି ମଜା ଲାଗୁଛି, କେମିତି ଟେଷ୍ଟ ଲାଗୁଛି। ତ ମୁଁ ତ ବନେଇକି ଖାଇନେବି, ଆପଣମାନେ ବି ବନେଇ ନିଅନ୍ତୁ ଆଉ ଖାଆନ୍ତୁ। ଚାଲନ୍ତୁ ବାବାଙ୍କୁ ଖାଇବାକୁ ଦେବା, ବାବାଙ୍କଠୁ ପଚାରି ନେବା କେମିତି କ'ଣ ଲାଗୁଛି। ବାବା, ଆପଣଙ୍କୁ କେମିତି ଲାଗିଲା ସ୍ନାକ୍ସ? ବହୁତ ବଢିଆ ଲାଗୁଛି। ହଁ, ହଉ। ବହୁତ ବଢିଆ ଲାଗୁଛି। ଲୁଣ ବି ଠିକ୍ ଅଛି? ଠିକ ଅଛି, ସବୁ ଠିକ ଅଛି। ସ୍ମେଲ ଭଲ ବି ଅଛି, ଭଲ ଲାଗୁଛି। ଦେଖନ୍ତୁ ବାବା ବି ଖାଇକି ବହୁତ ଭଲ ଲାଗିଛି ବୋଲି କହୁଛନ୍ତି। ତ ଆପଣମାନେ ବି ବନାନ୍ତୁ ଆଉ ଖାଆନ୍ତୁ। ତ ସାଙ୍ଗମାନେ, ମୁଁ ବନେଇଥିବା ପକ୍ଷୀ ବସା ସ୍ନାକ୍ସଟା ଆପଣମାନଙ୍କୁ କେମିତି କ'ଣ ଲାଗିଛି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ବାବାଙ୍କୁ ତ ବହୁତ ଭଲ ଲାଗିଲା। ବାବାଙ୍କୁ ତ ମୁଁ ପ୍ରଥମ ଥର ଭିଡ଼ିଓରେ ଆଣିଛି। ଆପଣମାନେ ବାବାଙ୍କୁ ବି ଦେଖି ନିଅନ୍ତୁ, କାହିଁକିନା ମୋ ବାବାଙ୍କୁ ତ ଆପଣମାନେ ଦେଖିନଥିଲେ, ଦେଖି ନିଅନ୍ତୁ। ବାବାମାନେ କ'ଣ ଜାଣିପାରୁନାହାନ୍ତି ବା, ମୋ ଶ୍ୱଶୁର। ତ ଶ୍ୱଶୁରକୁ ବାବା କହିବିନି ଆଉ କ'ଣ କହିବି। ତ ବାବା ବି ଆଜି ଖାଇକି ବହୁତ ଖୁସି ହେଲେ, ତାଙ୍କୁ ବି ବହୁତ ଭଲ ଲାଗିଥିଲା। ତ ସାଙ୍ଗମାନେ, ଆପଣମାନେ ଡେରି କାହିଁ କରୁଛନ୍ତି? ଆପଣମାନେ ବି ବନାନ୍ତୁ ଆଉ ଖାଆନ୍ତୁ, ଆଉ ଆପଣ ବି ଏମିତି ମଜା ନିଅନ୍ତୁ। ଟେଷ୍ଟ ବି ଦେଖ ବହୁତ ବଢ଼ିଆ ଥିଲା, ମୁଁ ବି ଖାଇଲି, ବହୁତ ମସ୍ତ ଲାଗୁଥିଲା। ତ ଆପଣମାନେ ବି ପକୁଡ଼ି ତ ଏମିତି ସବୁବେଳେ ଆମେ ଛାଣିକି ଖାଆନ୍ତି, ଫୁଲକୋବି ହେଇଗଲା, ଯାହା ବି କିଛି ବର୍ଷା ପାଗ ହେଲେ ଏଗୁଡ଼ା ଛାଣିକି ଖାଉଛି, କିନ୍ତୁ ଥରେ ଏମିତି ଆପଣମାନେ ବନେଇକି ଖାଆନ୍ତୁ। ଆଉ କେତେ ବହୁତ ମଜା ଲାଗୁଛି, ଆଉ ବନେଇଲେ ହିଁ ଆପଣମାନେ ଜାଣିବେ କି କେତେ କ'ଣ ଟେଷ୍ଟ ଲାଗୁଛି। ତ ବନାନ୍ତୁ, ଖାଆନ୍ତୁ। ତ ମୁଁ ଭିଡ଼ିଓଟି ଏଇଠୁ ଏଣ୍ଡ କରୁଛି। ଆଉ ଆପଣମାନଙ୍କୁ ଭିଡ଼ିଓଟି କେମିତି କ'ଣ ଲାଗିଛି କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହିଲି, ରାଧେ ରାଧେ।